ମୁଁ ଆଣିଛି ପାମ୍ପଲେଟ୍ को ଏଟାକୁ ଆମ ସେପଟେ କୁହନ୍ତି କୋକିଳ ମାଛ, ଏପଟେ ତାକୁ କହୁଛନ୍ତି କ'ଣ ଲାଙ୍ଗୁଡ଼ିଆ ମାଛ ବୋଲି। ଏଇଟା ଗୋଟେ ମୁଁ ଆଡ଼୍ କରିଦେଇଛି ବାସ୍ ଏମିତି, ମୋତେ ଟିକେ ଭଲ ଲାଗେ ଟେଷ୍ଟଟା। ଆଉ ଏଇଟା ତ ଆମର ମିକ୍ସ ଅଛି, ପାମ୍ପଲେଟ୍ ବି ଅଛି, ରୂପଚାନ୍ଦି ବି ଅଛି। ଆଜି ବି ଟିକେ ମୁଡ୍ ହେଇଛି ମାନେ ଖାଇବା ପାଇଁ ଫ୍ରାଏ କରିକି, ତା ଦେହରେ ମସଲା ବି ଦିଆଯିବ। ଏବେ ଖାଲି ଲୁଣ ଆଉ ହଳଦୀ ଟିକେ ମ୍ୟାରିନେଟ୍ କରିଦେଇଛି। ଏବେ ଟିକେ ଲେମ୍ବୁ ହାଲକା ତା ଉପରେ, ବାସ୍ ଏପଟେ 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 ବାସ୍ 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 ବାସ୍। ଏବେ କିଛି ସମୟ ପାଇଁ ଛାଡ଼ିଦେବା। ଏବେ ଆମେ କ'ଣ କରିବା, ତାପରେ କିଛି ଲଙ୍କା ଗୁଣ୍ଡ ଦେବା ହାଲକା। ଲଙ୍କା ଗୁଣ୍ଡ ଟିକେ ଦେଲେ ରାଗ ରାଗ ଲାଗିଲେ ସ୍ପାଇସି ଲାଗେ, ତାପରେ ଯେହେତୁ ସ୍ପାଇସି ଖାଇବାକୁ ଭଲ ଲାଗେ ଦେବା। ବାକି ତା ପାଇଁ ଏଇଠି ମସଲା ବି ରେଡ଼ି ହେଇଯାଇଛି। ଲେମ୍ବୁ, ଆମର ଭୃଷଙ୍ଗ ପତ୍ର, ଏଟା ମସଲାକୁ ଟିକେ ଆମେ ହାଲକା ତା ଉପରେ ଦେଇକି ତାକୁ ଟିକେ ଭଲସେ ମେଲ୍ଟ କରିବା। ଭଲସେ ଭିତରକୁ ଗଲା ପରେ ଜିନିଷଟା ଟେଷ୍ଟ ଟିକେ ଆଉ ଟିକେ ଭଲ ଆସିବ। ଦେଖୁଥିବେ ସାଙ୍ଗମାନେ, ଆମର ଏଠି ତେଲ ଅଲରେଡ଼ି ଗରମ ହେଇଗଲାଣି। ଯେଉଁଟାକି କହୁଥିଲି ଯେଉଁ ମାଛ ଯେଉଁକୁ ମୁଁ ଆଣିଛି ଗୋଟା ଫ୍ରାଏ କରିବା ପାଇଁ, ମୋତେ ବହୁତ ପସନ୍ଦ, ଯେହେତୁ ମସଲାବାଲା ମାଛ ଗୋଟା ଫ୍ରାଏ କରିକି ଖାଇବା ପାଇଁ। ଏବେ କ'ଣ କରିବା, ନା ଭୃଷଙ୍ଗ ପତ୍ରକୁ ମୁଁ ଟିକେ ଏମିତି ଆଡ଼୍ କରେ, ମୋତେ ଭଲ ଲାଗେ। ଦେଇଦେଲେ ଟେଷ୍ଟଟା ବି ବଢ଼ିଆ ଆସିବ। ତାପରେ ସେଟା ଭଲସେ ଲାଗିକି ରହିବ ମାଛ ସହିତ, ଯେଉଁଟାକି ତା'ର ଟେଷ୍ଟଟା ଆହୁରି ବଢ଼େଇ ଦେବ। ତାପରେ କ'ଣ କରିବା, ଆମେ ଯେଉଁ ମାଛକୁ ଆଣିକି ତାପରେ ଗୋଟେ ଗୋଟେ କରିକି ଛାଡ଼ିବା। ତାକୁ ହେବା ପାଇଁ କିଛି ସମୟ ଢାଙ୍କିଦେବା ଆଉ ଲୋ ଫ୍ଲେମ୍ରେ ରଖିଦେବା, ଯେମିତିକି ମାଛଟା ସିଝିବ। ବାସ୍ ତାକୁ ଆମେ ଏଇନା 10 ମିନିଟ୍ ହେବା ପାଇଁ ଟିକେ ଭଲସେ ଛାଡ଼ିଦେବା। ଦେଖନ୍ତୁ ସାଙ୍ଗମାନେ, ଯେମିତି କହିଥିଲି ମୋର ଫିସ୍ ଫ୍ରାଏ ହେଇଗଲା, ପୁରା ରେଡ଼ି। ଖାଲି ଲେମ୍ବୁ ଖାଲି ଚିପୁଡ଼ା ହେବ, ତାପରେ ଯେଉଁ ମଜା, ଲୋକମାନଙ୍କୁ ପସନ୍ଦ, ଆସନ୍ତୁ ଖାଇବେ। କେମିତି ଲାଗୁଛି ସୁନା? ବଢ଼ିଆ, ଏଟା ଟେଷ୍ଟି। ଆସନ୍ତୁ ସାଙ୍ଗମାନେ, କେଉଁମାନେ ମୋ ସହ ଖାଇବାକୁ ଚାହୁଁଛନ୍ତି